ଯଦି ତମକୁ ପଚରା ଯାଏ କି ପୁରା ଇଣ୍ଡିଆର ସବୁଠାରୁ ଅଧିକ ସାଲେରୀ କାହାର, ତାହେଲେ ଆପଣ ଇଏ କହିପାରନ୍ତି କି ସବୁଠାରୁ ଅଧିକ ସାଲେରୀ ତ ଏମାନଙ୍କର ନା, ଆଦାନୀ ଆମ୍ବାନୀ। କିନ୍ତୁ ଭାଇ ସେଟା ତାଙ୍କର ସାଲେରୀ ନୁହଁ, ସେଟା ତାଙ୍କର ବିଜନେସ୍ ପ୍ରଫିଟ। ବିଜନେସ ରେ ରିସ୍କ ବିସ୍କ ଥାଏ ନା, କିନ୍ତୁ ସାଲେରୀ ତ ସେଫ ଜିନିଷ ନା। ତ ଭାଇ ଅସଲ କଥାଟା ହେଲା ଗଭର୍ନମେଣ୍ଟ ଜବ ରେ ସବୁଠାରୁ ଅଧିକ ସାଲେରୀ କାହାର। ଆଜିକାଲି ତ ଗଭର୍ନମେଣ୍ଟ ଜବ ପାଇଁ ସମସ୍ତେ ପାଗଳ। ଯଦି ଆପଣ ଗଭର୍ନମେଣ୍ଟ ଜବ ରେ ଯିବାକୁ ଚାହୁଁଛନ୍ତି ତାହେଲେ ଏମିତି କୋଉ ପୋଜିଶନ ଅଛି ଯୋଉଥିରେ ସବୁଠାରୁ ଅଧିକ ସାଲେରୀ ମିଳୁଛି। ତ ସବୁଠାରୁ ଟପ ରେ ଅଛନ୍ତି ପ୍ରେସିଡେଣ୍ଟ ଅଫ ଇଣ୍ଡିଆ, ଯାହାଙ୍କ ସାଲେରୀ ହଉଛି 5 ଲକ୍ଷ ପର ମନ୍ଥ। ସେକେଣ୍ଡ ନମ୍ବର ରେ ଭାଇସ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ, ଯାହାଙ୍କର 4 ଲକ୍ଷ ପର ମନ୍ଥ। ଏବଂ ଥାର୍ଡ ନମ୍ବର ରେ ଷ୍ଟେଟ କା ଗଭର୍ଣ୍ଣର, ଯାହାଙ୍କର 3,50,000 ପର ମନ୍ଥ। ଏବଂ ଫୋର୍ଥ ରେ ଚିଫ ଜଷ୍ଟିସ ଅଫ ଇଣ୍ଡିଆ, ଯାହାଙ୍କର 2,80,000। 5 ନମ୍ବର ରେ ସୁପ୍ରିମ କୋର୍ଟ ର ଜଜେସ୍, ଯାହାଙ୍କର 2,50,000 ପର ମନ୍ଥ। ଭାଇ ଇଏ ହଉଛି ପ୍ରକୃତରେ ପିସ୍ ଅଫ ମାଇंड वाला ସାଲେରୀ।